ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ରାମାୟଣର ରୋଚକ କଥା। ମା ସୀତାଙ୍କ ନିକଟରୁ ହନୁମାନଙ୍କୁ ମିଳିଥିବା 8ଟି ଶକ୍ତି କ'ଣ? ଭଗବାନ ରାମଙ୍କର ଲଙ୍କା ବିଜୟରେ ପରମ ଭକ୍ତ ହନୁମାନଙ୍କର ସବୁଠୁ ବଡ଼ ଯୋଗଦାନ ରହିଛି। ମା ସୀତାଙ୍କ ଠାବ କରିବା ହେଉ କି ଲକ୍ଷ୍ମଣଙ୍କ ସଞ୍ଜୀବନୀ ବୁଟି ଆଣିବା ହେଉ, ସବୁଥିରେ ହନୁମାନଙ୍କର ବଡ଼ ଯୋଗଦାନ ରହିଛି। ଯେତେବେଳେ ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣ ଓ ମା ସୀତାଙ୍କ ସହିତ ଅଯୋଧ୍ୟାକୁ ଫେରିଲେ, ରାଜ୍ୟାଭିଷେକ ପରେ ସମସ୍ତେ ହୀରାରତ୍ନ ଆଦି ସମସ୍ତଙ୍କୁ ଉପହାର ବାବଦରେ ଦିଆଗଲା। ଏହି ସମୟରେ ମାତା ସୀତା ହନୁମାନଙ୍କୁ 8ଟି ସିଦ୍ଧି ଓ 9ଟି ନିଧି ଆଶୀର୍ବାଦ ଭାବରେ ପ୍ରଦାନ କରିଥିଲେ, ଯେଉଁ କାରଣରୁ ସେ ସଂସାରର ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥିଲେ। ମାତା ସୀତାଙ୍କ ନିକଟରୁ ମିଳିଥିବା ଆଶୀର୍ବାଦ କାରଣରୁ ହନୁମାନ ସବୁଦିନ ପାଇଁ ଅଯୋଧ୍ୟାରେ ହିଁ ରହିଗଲେ। କିନ୍ତୁ ପ୍ରଭୁ ଶ୍ରୀରାମଙ୍କ ଆସିଥିବା ବିଭୀଷଣ, ସୁଗ୍ରୀବ ଓ ବାନର ସେନାର ମୁଖ୍ୟ ଲୋକମାନେ ନିଜର ସ୍ଥାନକୁ ଫେରି ଯାଇଥିଲେ। କେଉଁ 8ଟି ସିଦ୍ଧି ମା ସୀତା ହନୁମାନଙ୍କୁ ପ୍ରଦାନ କରିଥିଲେ, ତାହା ବିଷୟରେ ଆଜି ମୁଁ ଆପଣମାନଙ୍କୁ ଜଣାଇବି। ଆସନ୍ତୁ ଜାଣିବା। ପ୍ରଥମରେ ରହିଛି ଅଣିମା। ଏହି ଶକ୍ତିକୁ ପ୍ରାପ୍ତ କରିଥିବା ସାଧକ କାହାରି ନଜରରେ ପଡ଼ିନଥାଏ। ସେ ଯେତେ କଠିନ ବସ୍ତୁ ହେଲେ ମଧ୍ୟ ତା ମଧ୍ୟରେ ପ୍ରବେଶ କରି ଯାଇଥାଏ। 2ରେ ହେଉଛି ମହିମା। ଏହି ସିଦ୍ଧି ଦ୍ୱାରା ହନୁମାନ ନିଜକୁ ଯେତେ ଅଧିକ ଚାହିଁବେ ଭାରୀ ବା ଓଜନ କରିପାରୁଥିଲେ। 3ରେ ହେଉଛି ଗରିମା। ଏହି ସିଦ୍ଧି ହନୁମାନଙ୍କୁ ସମସ୍ତ କ୍ଷେତ୍ରରେ ବିଜୟୀ କରୁଥିଲା। 4ରେ ହେଉଛି ଲାଘିମା। ଏହାଦ୍ୱାରା ହନୁମାନ ନିଜକୁ ସୂକ୍ଷ୍ମ କରି ହାଲୁକା କରିପାରିଥିଲେ। 5ରେ ହେଉଛି ପ୍ରାପ୍ତି। ଯିଏ ତାଙ୍କୁ ପୂଜା କରିବ, ନିଜର ସମସ୍ତ ଇଚ୍ଛିତ ବସ୍ତୁ ଲାଭ କରିପାରିବ। 6ରେ ହେଉଛି ପ୍ରକାମ୍ପ୍ୟ। ଏହାଦ୍ୱାରା ହନୁମାନ ପୃଥିବୀରୁ ନେଇ ଆକାଶ ପର୍ଯ୍ୟନ୍ତ ସବୁଠି ନିଜର ସ୍ଥିତି ଦେଖାଇ ପାରିଥିଲେ। 7ରେ ହେଉଛି ଈଶିତ୍ୱ। ଏହାଦ୍ୱାରା ପ୍ରଭୁ ହନୁମାନ ସମସ୍ତ ସ୍ଥାନରେ ଶାସନ କରିବା ପାଇଁ ସମର୍ଥ ଥିଲେ। 8ରେ ହେଉଛି ବଶୀତ୍ୱ। ନିଜର ଏହି ଶକ୍ତି ଦ୍ୱାରା ସେ ଅନ୍ୟକୁ ନିଜର ବଶୀଭୂତ କରିପାରୁଥିଲେ। 9ରେ ନିଧି କ'ଣ ରହିଛି, ଧ୍ୟାନ ରଖନ୍ତୁ। ପଦ୍ମନିଧି। ଏହାଦ୍ୱାରା ବ୍ୟକ୍ତି ସାତ୍ୱିକ ହୋଇଥାଏ। ମହାପଦ୍ମନିଧି। ଧନର ଦାନ ଧାର୍ମିକ କାର୍ଯ୍ୟରେ କରିଥାଏ। ନୀଳନିଧି। ଏହାଦ୍ୱାରା ବ୍ୟକ୍ତି ହନୁମାନଙ୍କୁ ପୂଜା କଲେ 3 ପିଢ଼ି ଧନୀ ହୋଇଥାନ୍ତି। ତାପରେ ନିଧି କ'ଣ ରହିଛି ଜାଣନ୍ତୁ। ମୁକୁନ୍ଦ ନିଧି। ଯେଉଁ ବ୍ୟକ୍ତି ହନୁମାନଙ୍କୁ ପୂଜା କରିଥାଏ, ତାର ରଜଗୁଣ ସମ୍ପନ୍ନ ହୋଇଥାଏ। ନନ୍ଦନିଧିରେ କ'ଣ ରହିଛି? ନନ୍ଦନିଧି। ଗୁଣ ବ୍ୟକ୍ତି ତାମସିକ ଗୁଣରେ ଭରପୂର ହୋଇଥାଏ। ମକରନିଧି। ମକରନିଧିର ବ୍ୟକ୍ତି ବୀର ହୋଇଥାଏ। ପରବର୍ତ୍ତୀ ନିଧି କ'ଣ ଜାଣି ରଖନ୍ତୁ। କଚ୍ଛପନିଧି। କଚ୍ଛପନିଧିର ବ୍ୟକ୍ତି ତାମସିକ ଗୁଣରେ ପୂର୍ଣ୍ଣ ହୋଇଥାଏ। ନିଜର ସମସ୍ତ ସମ୍ପତ୍ତି ଭୋଗ କରିଥାଏ। ଶଙ୍ଖନିଧି। ଶଙ୍ଖନିଧି ଗୋଟିଏ ପିଢ଼ି ପାଇଁ ହୋଇଥାଏ। ପରବର୍ତ୍ତୀ ନିଧି କ'ଣ ରହିଛି ଜାଣି ରଖିବା। ଖର୍ବନିଧି। ଏହି ନିଧି ଯେଉଁ ବ୍ୟକ୍ତିଙ୍କ ନିକଟରେ ଥାଏ, ସେ ମିଶ୍ରିତ ଫଳ ମିଳିଥାଏ। ତେବେ ଦର୍ଶକ ବନ୍ଧୁ, ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବେ। ଆଉ ହଁ, କମେଣ୍ଟ କରି କହିବେ କି ଆଜିର ଭିଡ଼ିଓ ଆପଣମାନଙ୍କୁ କିପରି ଲାଗିଲା। ରହୁଛି। ଜୟ ଜଗନ୍ନାଥ।